ଏଇଟା ହଉଛି ସେଇ ନାଳବନ୍ଧ ରାସ୍ତା। ଏମିତି କିଛି ରୋଡ ଆପଣ ମାନଙ୍କୁ ଦେଖିବାକୁ ମିଳିବ, କିଛି ଅଛି ଚଳିବ, ଭଲ ଅଛି। ଏଠୁ ଜାଗାଟି ପ୍ରାୟ ଆଉ 4-5 କିଲୋମିଟର ହବ। ରୋଡ ଟା ପୁରା ବଢିଆ ହେଇଛି, ଆରାମସେ ଆପଣ ଜାଗାଟିକୁ ଯାଇପାରିବେ। ଆମେ ଯୋଉ ଜାଗାଟିକୁ ଏବେ ମୁଁ ଆପଣ ମାନଙ୍କୁ ନେଇକି ଯାଉଛି, ଜାଗାଟିର ନାଁ ହେଲା ସଖୀବଟ। ଯେତେବେଳେ କଳା ପାହାଡ ଆକ୍ରମଣ କରିଥିଲା ସେତେବେଳେ ଆମର ପ୍ରଭୁ ବଳଦେବ ଜୀଉ ଏଇ ସଖୀବଟରେ ହିଁ ଆସିକି ଛକିଥିଲେ, ଲୁଚିକି ଥିଲେ। ଯେତେବେଳେ ଲୁଚିକି ଥିଲେ ସେ ଏଠି ସଖୀ ମାନଙ୍କ ସହ ହିଁ ରହୁଥିଲେ। ସେତେବେଳେ ଗୋଟେ ଅସୁର ଥିଲା କନ୍ଦ୍ରାସୁର, ଏଇ ଜାଗାରେ ସଖୀବଟରେ ଥିଲା ସମୟରେ ହିଁ ବଧ କରିଥିଲେ କନ୍ଦ୍ରାସୁରକୁ। ଆଉ କନ୍ଦ୍ରାସୁର ନାଁ ହିସାବରେ ଆମ ଜିଲ୍ଲାଟିର ନାଁ କେନ୍ଦ୍ରାପଡା ରଖା ହୋଇଛି। ଏମିତି କିଛି ହିଷ୍ଟ୍ରି ୟାର ଅଛି, ମୁଁ କନଫର୍ମ ହେଇକି କହିପାରୁନି। ଯଦି ଆପଣ ମାନେ ହିଷ୍ଟ୍ରି ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ବର୍ତ୍ତମାନ ଆସି ପହଞ୍ଚି ଯାଇଛୁ ସଖୀବଟ ରୋଡରେ। ଆମ ଫ୍ରଣ୍ଟ ରେ ଅଛି ସଖୀବଟ, ଦି ସାଇଡ୍ ଅଛି ଚାଷ ଜମି। ଭାଇ ଫାଇନାଲି ଏବେ ଆସି ପହଞ୍ଚି ଯାଇଛି ସଖୀବଟରେ। ଫାଇନାଲି ସଖୀବଟ ତମକୁ ସ୍ଵାଗତ ଜଣାଉଛି।